ଯେତେବେଳେ ଆମେ ଖୁସିରେ ଥାଉ ବା ହସ ଖୁସିରେ ଥାଉ, ସବୁ ଜିନିଷ ଆମ ପାଖରେ ଥାଏ, ମନଟା ଭାରି ଖୁସି ଥାଏ। କିନ୍ତୁ ଯେତେବେଳେ ବା କେବେ କେବେ ଯଦି ଟିକିଏ ଦୁଃଖ ଆସେ, ଟିକିଏ ବାଧାବିଘ୍ନ ଆସେ, ଆମେ ବିଚଳିତ ହୋଇପଡ଼ୁ, ଭାଙ୍ଗି ପଡ଼ୁ ଆମେ। କିନ୍ତୁ ଗୋଟେ କଥା ଲକ୍ଷ୍ୟ କରିବେ ବନ୍ଧୁମାନେ, ଦୁଃଖ ବା ବାଧାବିଘ୍ନ ଆମ ଭିତରେ ବା ଆମକୁ ସାହସ ଦେଇଥାଏ, ଶକ୍ତି ଦେଇଥାଏ, ଧୈର୍ଯ୍ୟ ଦେଇଥାଏ। ତେଣୁ ଯେତିକି ଆମେ ସୁଖକୁ ଉପଭୋଗ କରୁଛେ, ସେତିକି ମଧ୍ୟ ଦୁଃଖ ବା କଷ୍ଟ ସହିବାକୁ ନିଜ ଭିତରେ ଗୋଟେ ସାମର୍ଥ୍ୟ ତିଆରି କରିବା ଦରକାର। ଏବଂ ସେଇ ଶକ୍ତି ସାମର୍ଥ୍ୟ ସୁଖ ଦୁଃଖକୁ ବାନ୍ଧି ରଖି ଜୀବନର ବାଟରେ ଆମକୁ ଆଗେଇ ଯିବାକୁ ପଡ଼ିବ ବା ଜୀବନର ଚଲାପଥରେ ଆମକୁ ଚାଲିବା ପାଇଁ ପଡ଼ିବ।